ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ 138ତମ ଜନ୍ମ ମହୋତ୍ସବ ପାଳିତ। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ସତ୍ସଙ୍ଗ କେନ୍ଦ୍ରରେ କେନ୍ଦ୍ରର ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସଙ୍କ ତତ୍ତ୍ୱାବଧାନରେ ଠାକୁରଙ୍କର 138ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏକ ସୁସଜ୍ଜିତ ରଥରେ ଶ୍ରୀ ବିଗ୍ରହଙ୍କୁ ବଜାର ପରିକ୍ରମା କରାଯାଇ ସତ୍ସଙ୍ଗ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଠାକୁରଙ୍କ ଜୀବନୀ ଉପରେ ବହୁ ଭକ୍ତ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାଉଗାଁ ଜଗତସିଂହପୁର ଜିଲ୍ଲାର ବହୁ ଭକ୍ତ ଯୋଗ ଦେଇଥିବା ଦେଖାଯାଇଛି। ଶରତ କୁମାର ରାଉତ ଅଧର୍ଯ୍ୟ କର୍ମୀ ନାଉଗାଁ ସତ୍ସଙ୍ଗ କେନ୍ଦ୍ର ଆମର ଆଜି 23/1/2026 ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର 138ତମ ଆବିର୍ଭାବ ମହୋତ୍ସବ ଆଡ଼ମ୍ବରେ ପାଳନ କରାଯାଉଛି। ଏ ନାଉଗାଁ ଅଞ୍ଚଳ ତଥା ଜଗତସିଂହପୁର ଜିଲ୍ଲାର ସମସ୍ତ ଭକ୍ତମାନଙ୍କ ଗହଣରେ ଏହି ଉତ୍ସବ ଆଜି ଆଗେଇ ଚାଲିଛି। ଉତ୍ସବର ମୌଳିକ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକଙ୍କୁ ମଣିଷର ଯେ ଦୁର୍ଲଭ ଜନ୍ମ ପାଇଛି ସେ ଜନ୍ମକୁ ସାର୍ଥକ କରିବା, ଆଦର୍ଶ ପରିବାରର ଚିତ୍ର ଗଠନ କରିବା ଏବଂ କିଭଳି ଭାବରେ ଏ ସମାଜରେ ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କରିବା, ଭଲ ମଣିଷ ସୃଷ୍ଟି କରିବା ଏ ସତ୍ସଙ୍ଗର ମୌଳିକ ଉଦ୍ଦେଶ୍ୟ। ଆଜି ସତ୍ସଙ୍ଗ ଏ ନାଉଗାଁ ଜଗତସିଂହପୁର ଓଡ଼ିଶା ଭିତରେ ସୀମିତ ନାହିଁ, ଆଜି ଭାରତରେ ଏ ସତ୍ସଙ୍ଗ ଆନ୍ଦୋଳନରେ ପରିଣତ ହୋଇଛି। ଏ ଆନ୍ଦୋଳନର ମୌଳିକ ଉଦ୍ଦେଶ୍ୟ ହେଉଛି ମଣିଷକୁ ସୁନ୍ଦର ଭାବରେ ଚରିତ୍ର ଗଠନ କରିବା ଏବଂ ମଣିଷ ଯେଉଁ ଉଦ୍ଦେଶ୍ୟରେ ଆସିଛି ଏ ଧରାବର୍ତ୍ତନ କରିଛି ସେ ସମାଜରେ ସର୍ବଶ୍ରେଷ୍ଠ ଜୀବ, ସେ ସମୁଦାୟ ଜୀବ ଜଗତକୁ ସେ ଆଜି ନେତୃତ୍ୱ ନେଉଛି। ତେଣୁ ମଣିଷ ସୁନ୍ଦର ହେଲେ, ତାର ପରିବାର ସୁନ୍ଦର ହେଲେ ଏ ପରିବେଶ ଏ ସମାଜ ସବୁ ଦିଗରେ ସୁନ୍ଦର ହୋଇ ଉଠିବ। ତେଣୁ ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଆଜି 138ତମ ଜନ୍ମ ମହୋତ୍ସବ ପାଳନ ଅବସରରେ ଆମେ ସମସ୍ତଙ୍କୁ ଏହି ବାର୍ତ୍ତା ଦେବାକୁ ଚାହୁଁଛୁ, ଶ୍ରୀ ଶ୍ରୀ ଠାକୁରଙ୍କ ଚରଣାସ୍ପର୍ଶ ତାଙ୍କର ଆଦର୍ଶରେ ନିଜ ଜୀବନକୁ ପରିବାରକୁ ପୁନର୍ଗଠନ କରିବା ଭିତରେ ଦେଇକରି ମଣିଷ ଜୀବନକୁ ସାର୍ଥକ କରନ୍ତୁ। ନାଉଗାଁରୁ ବୈଷ୍ଣବ ନାୟକଙ୍କ ରିପୋର୍ଟ, ବିଶ୍ୱ ବିଜୟ ନ୍ୟୁଜ ଓଡ଼ିଶା।